ମା 2 ବର୍ଷ ମାଙ୍କର ଠାକୁର ଯାତ୍ରା ହୁଏ। ମା 2 ବର୍ଷକୁ ଥରେ ନିଜ ଶାଶୁ ଘରୁ ବାପ ଘରୁ ଯାଆନ୍ତି। ଆଉ ବାପ ଘରେ ସିଏ ମା ନଗର ସହର ପରିକ୍ରମା କରନ୍ତି। ମାଙ୍କର ଆମର ଆଜି ବିଶେଷ ପୂଜା ନୀତିକାନ୍ତି ହୁଏ। ସର୍ବପ୍ରଥମେ ମାଙ୍କର ଦ୍ୱାର ବେଳା ଦର୍ଶନ ପୁଣି ମାଙ୍କର ମାର୍ଜନା ହେଲା। ତାପରେ ସାଉଁ ମେଳା ଦର୍ଶନ କରାଗଲା ଭକ୍ତମାନଙ୍କୁ। ତାପରେ ମାଙ୍କର ଆଳତୀ ପରେ ମାଙ୍କର ଅନ୍ନ ଭୋଗ ପରେ ପୁଣି ମାଙ୍କର ସନ୍ଧ୍ୟାବେଳେ ଆଳତୀ ପୁଣି ଏବେ ବର୍ତ୍ତମାନ ଅନ୍ନ ଭୋଗ। ଆଜି ଆମର ବିଶେଷ ନୀତିକାନ୍ତି ଥିଲା। ଯୋଉ ମା ଘରକୁ ଯିବା ଆଗରୁ ଆଉ ଯେତେବେଳେ ମଧ୍ୟାହ୍ନ ସମୟରେ ଆସି ସେ ମାଙ୍କୁ ନିମନ୍ତ୍ରଣ ଦେଇ ଯାଇଥିଲେ। ତାପରେ ଆମର ମନ୍ଦିରରେ ବିଭିନ୍ନ ପ୍ରକାର ନିୟମ ନୀତିକାନ୍ତି ସବୁ ଯୁଗ ବନ୍ଧ ଆଉ ମାଙ୍କର ପଣା ଭୋଗ ଆଉ ପଣା ପାଣି ହାଣ୍ଡି ପରିକ୍ରମା ଆଉ ବିଭିନ୍ନ ପ୍ରକାର ଆଉ ମାନେ ବିଭିନ୍ନ ପ୍ରକାର ପୂଜାପୂଜି ସବୁ ସରିଲାଣି। ବର୍ତ୍ତମାନ ମା ନିଜେ ଦେଶ ରାଜ୍ୟ ବାପା ସେ ମାଙ୍କୁ ନିମନ୍ତ୍ରଣ ଦେଇ ଡାକିବା ପାଇଁ ସେ ଆସିବେ। ତାଙ୍କ ଘରୁ ବାହାରି ସାରିଲେଣି। ସେ ଆସିଲା ପରେ ମାଙ୍କର ଏଠି ଆମର ବିଶେଷ ପୂଜାପୂଜି ସବୁ ସରିଲା ପରେ ସେ ମାଙ୍କୁ ଆବାହନ କରି ମାଙ୍କୁ ଧରି ସେ ନିଜର ବାପ ଘରେ ମା 2 ବର୍ଷ ମାଙ୍କର ଠାକୁର ଯାତ୍ରା ହୁଏ। ମା 2 ବର୍ଷକୁ ଥରେ ନିଜ ଶାଶୁ ଘରୁ ବାପ ଘରୁ ଯାଆନ୍ତି। ଆଉ ବାପ ଘରେ ସିଏ ମା ନଗର ସହର ପରିକ୍ରମା କରନ୍ତି। ମାଙ୍କର ଆମର ଆଜି